ମକର ସଂକ୍ରାନ୍ତିରୁ ଫିଟିବ ଭାଗ୍ୟ। ପଡ଼ୁଛି ମହାଲକ୍ଷ୍ମୀ ରାଜଯୋଗ। ଚାରିଗୋଟି ରାଶି ମାଟି ଛୁଇଁଲେ ବି ହେବ ସୁନା। ସୂର୍ଯ୍ୟ ଚଳିବେ ମକର ରାଶିକୁ। ଏହା ସହିତ ମଙ୍ଗଳ ମଧ୍ୟ ଚଳିବେ ମକର ରାଶିକୁ। ଏହି ଦୁଇଗୋଟି ଗ୍ରହଙ୍କର ସଂଯୋଗ ମହାଲକ୍ଷ୍ମୀ ରାଜଯୋଗର ନିର୍ମାଣ କରିବାକୁ ଯାଉଅଛି। ଏହା ସହିତ ଜାନୁଆରୀ 18 ତାରିଖ ଦିନ ମଧ୍ୟ ଚନ୍ଦ୍ର ମଧ୍ୟ ମକର ରାଶିକୁ ଚଳନ କରିବେ। ତେବେ ଏହି ରାଜଯୋଗ ପ୍ରଭାବରୁ ଏହି ଚାରିଗୋଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ହେବା ପାଇଁ ଯାଉଛନ୍ତି। ଏମାନଙ୍କର ଜୀବନ ହଠାତ୍ ବଦଳିବା ପାଇଁ ଯାଉଅଛି। ସୂର୍ଯ୍ୟ ଗ୍ରହଙ୍କୁ ସମସ୍ତ ଗ୍ରହମାନଙ୍କର ରାଜା ବୋଲି ବିଚାର କରାଯାଇଥାଏ। ସୂର୍ଯ୍ୟଙ୍କର କୃପା ଯେଉଁ ରାଶିମାନଙ୍କ ଉପରେ ରହିଥାଏ ସେହି ବ୍ୟକ୍ତିବିଶେଷମାନଙ୍କୁ ସମାଜରେ ବହୁତ ଅଧିକ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। 14 ଜାନୁଆରୀ 2026 ମକର ସଂକ୍ରାନ୍ତି ଦିନ ବର୍ଷ 2026ର ପ୍ରଥମ ରାଜଯୋଗ ନିର୍ମାଣ ହେବା ପାଇଁ ଯାଉଅଛି, ଯାହାର ସିଧା ପ୍ରଭାବ ରାଶିଚକ୍ରରେ ଥିବା 12 ଗୋଟି ରାଶିମାନଙ୍କ ମଧ୍ୟରୁ ଖାସ୍ ଏପରି 5 ଗୋଟି ରାଶି ଅଛନ୍ତି ଯେଉଁମାନଙ୍କର ଭାଗ୍ୟ ଏହି ମକର ସଂକ୍ରାନ୍ତି ଠାରୁ ପୁରାପୁରି ବଦଳିବା ପାଇଁ ଯାଉଅଛି। ଏମାନଙ୍କ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ସହିତ ସନ୍ତାନ ସୁଖ ଏମାନଙ୍କୁ ପ୍ରାପ୍ତି ହେବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ବିବାହର ସୁଖ ମଧ୍ୟ ପ୍ରାପ୍ତି ହେବ। ଭାଗ୍ୟ ମଧ୍ୟ ଏମାନଙ୍କର ସାଥ ଦେବ। କର୍ମକ୍ଷେତ୍ରରେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଏହି ମକର ସଂକ୍ରାନ୍ତି ଠାରୁ ଏହି 5 ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା। କିଣିବେ ଘର ଓ ଜମିବାଡ଼ି। ସମସ୍ତ ଋଣ କରଜରୁ ମୁକ୍ତି ଏମାନଙ୍କୁ ମିଳିବା ସହିତ ବେପାର ବାଣିଜ୍ୟରେ ମଧ୍ୟ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ବଡ଼ ଆର୍ଥିକ ଲାଭ ହେବାର ସମ୍ଭାବନା ବନିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଆୟରେ ବୃଦ୍ଧି ଘଟିବ। ଫାଇନାନ୍ସିଆଲ ଗ୍ରୋଥ ହେବ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଏହି ମକର ସଂକ୍ରାନ୍ତି ଠାରୁ କେଉଁ 5 ଗୋଟି ରାଶି ମାଟିକୁ ଛୁଇଁଲେ ବି ସୁନା ପାଲଟିଯିବ। କେଉଁମାନଙ୍କର ଭାଗ୍ୟ ରାତାରାତି ବଦଳିବା ପାଇଁ ଯାଉଅଛି। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ତୁଳା ରାଶି। ତୁଳା ରାଶି ପାଇଁ ଏହି ମକର ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଶୁଭ ରହିବା ପାଇଁ ଯାଉଅଛି। ଏହି ମହାଲକ୍ଷ୍ମୀ ରାଜଯୋଗ ଏମାନଙ୍କର ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେବ। ଏହି ତୁଳା ରାଶିର ବ୍ୟକ୍ତିବିଶେଷମାନେ ହଠାତ୍ ଆର୍ଥିକ ଲାଭକୁ ଅନୁଭବ କରିପାରିବେ। ନିଜେ ଏବଂ ନିଜ ପରିବାର ସହିତ ତୀର୍ଥଯାତ୍ରାକୁ ଯାଇପାରିବେ। ବିଦେଶକୁ ଯାତ୍ରା କରିପାରିବେ। ଏହି ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଏମାନଙ୍କର ଶୁଭ ଭାବରେ ଗୋଚର କରୁଥିବାରୁ ଏମାନଙ୍କୁ ସମସ୍ତ ସୁଖ ପ୍ରାପ୍ତି ହେବ। କିଣିବେ ଘର ଜମିବାଡ଼ି ଏବଂ ନୂତନ ଘର ମଧ୍ୟ ନିର୍ମାଣ କରିବେ। ନୂତନ ଯାନବାହନ ମଧ୍ୟ କ୍ରୟ କରିବେ। କର୍ମକ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ପ୍ରମୋସନର ଯୋଗ ବନିବ। ନୂତନ କର୍ମ ପ୍ରାପ୍ତି ହେବାର ସମ୍ଭାବନା ସୃଷ୍ଟି ହେବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆପଣ କରିବା ସହିତ ସନ୍ତାନ ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଘରେ ଆପଣଙ୍କର ଶୁଭ ଆଉ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହେବ। ଆପଣଙ୍କର ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ବେପାର ବାଣିଜ୍ୟ କ୍ଷେତ୍ର ଗୁଡ଼ିକରେ ଆପଣ ବହୁତ ଅଧିକ ଶୁଭ ଫଳ ଗୁଡ଼ିକ ପ୍ରାପ୍ତି କରିବେ। ଏମାନଙ୍କର ଡେଲି ଇନକମ୍ ବଢ଼ିବା ସହିତ ବିଭିନ୍ନ ଦିଗ ଗୁଡ଼ିକରୁ ଏମାନଙ୍କ ପାଖକୁ ଅର୍ଥ ମଧ୍ୟ ଡେଲି ଆସିବାକୁ ଲାଗିବ। ବହୁତ ଦିନ ଧରି ଲାଗି ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକରୁ ଏମାନଙ୍କୁ ନିଶ୍ଚୟ ରୂପରେ ମୁକ୍ତି ମିଳିବ। ଯାହା ବି ପୂର୍ବରୁ ଋଣ କରଜ ଗୁଡ଼ିକ କରିଥିଲେ ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ବିବାହ ପାଇଁ ଯୁଗ ମଧ୍ୟ ବନିବ। ଘରକୁ ବିବାହର ପ୍ରସ୍ତାବ ଗୁଡ଼ିକ ଆସିପାରେ। ତେବେ ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ତାହେଲେ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ବିଛା ରାଶି। ଚଳିତ ବର୍ଷ 2026ର ଏହି ମକର ସଂକ୍ରାନ୍ତି ଠାରୁ ଏହି ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବା ପାଇଁ ଯାଉଅଛି। ଆପଣମାନଙ୍କର ତୃତୀୟ ଘରେ ସୂର୍ଯ୍ୟ ଗୋଚର କରିବେ, ଯାହାକୁ କି ଗ୍ରହମାନଙ୍କ ମଧ୍ୟରେ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ମାନାଯାଇଥାଏ। ଆଉ ସୂର୍ଯ୍ୟ ଆପଣଙ୍କର ଏଠାରେ ବସି ଆପଣଙ୍କର ଭାଗ୍ୟ ଭାବକୁ ଦୃଷ୍ଟି ଦେବେ, ଯାହାଫଳରେ ଏହି ମକର ସଂକ୍ରାନ୍ତି ଠାରୁ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ଯେକୌଣସି କାର୍ଯ୍ୟରେ ଆପଣ ହାତ ଦେଇ ଦିଅନ୍ତୁ ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ଅବଶ୍ୟ ରୂପରେ ପ୍ରାପ୍ତି ହେବ। କିଛି ବଡ଼ କାର୍ଯ୍ୟ ଆଉ କିଛି ନୂଆ କାର୍ଯ୍ୟର ଆରମ୍ଭ ଆପଣ କରିପାରନ୍ତି।
କିଛି ବଡ଼ କାର୍ଯ୍ୟରେ ମଧ୍ୟ ନୂଆ ଇନଭେଷ୍ଟମେଣ୍ଟ କରିପାରନ୍ତି। ଆପଣଙ୍କର ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ଗୁଡ଼ିକର ଆୟୋଜନ ଗୁଡ଼ିକ ମଧ୍ୟ ହୋଇପାରେ। ଅନଲାଇନରେ ଯଦି କାମ କରୁଥିଲେ ତାହେଲେ ଡିଜିଟାଲ ମାର୍କେଟିଂର କାମରେ ଆପଣଙ୍କୁ ସଫଳତା ନିଶ୍ଚୟ ରୂପରେ ପ୍ରାପ୍ତି ହେବ। ବହୁତ ଅଧିକ ତୀର୍ଥଯାତ୍ରା ଆପଣ କରିପାରନ୍ତି। ବିଦେଶ ଯାତ୍ରା ମଧ୍ୟ ଆପଣ କରିପାରନ୍ତି। ମହାଲକ୍ଷ୍ମୀ ରାଜଯୁଗ ପ୍ରଭାବରୁ ଏମାନେ ଯେଉଁ କାମ ଗୁଡ଼ିକରେ ହାତ ଦେଇଦେବେ ସେଥିରେ ଏମାନେ ସଫଳତା ଅବଶ୍ୟ ରୂପରେ ପାଇବାକୁ ଲାଗିବେ। କର୍ମକ୍ଷେତ୍ର ଗୁଡ଼ିକରେ ଉନ୍ନତି ଆଉ ପ୍ରଗତି ଆପଣ କରିବାକୁ ଲାଗିବେ। ପ୍ରମୋସନର ଯୁଗ ବନୁଅଛି। ନୂତନ ଚାକିରି ମିଳିବାର ସମ୍ଭାବନା ମଧ୍ୟ ଅଧିକ ବନୁଅଛି। ଆପଣଙ୍କର ପ୍ରେମ ଜୀବନରେ ଖୁସିର ମାହୋଲ ଲାଗିବ ଏବଂ ଶିକ୍ଷାକ୍ଷେତ୍ର ପାଇଁ ଉଚ୍ଚଶିକ୍ଷା କରିପାରିବେ। ଶିକ୍ଷାକ୍ଷେତ୍ରକୁ ନେଇକି କିଛି ବଡ଼ ପରିବର୍ତ୍ତନ ମଧ୍ୟ କରିପାରିବେ। ଆପଣଙ୍କର ଆକସ୍ମିକ ଧନଲାଭ ହେବାର ଯୁଗ ମଧ୍ୟ ବନିବ। ସେୟାର ମାର୍କେଟ ଆଉ ଷ୍ଟକ୍ ମାର୍କେଟରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତି ହେବ। ବେପାର ଆଉ ବାଣିଜ୍ୟ କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ଆଉ ପ୍ରଗତି କରିବେ। ସମସ୍ତ ଋଣ କରଜ ଗୁଡ଼ିକରୁ ଆପଣଙ୍କୁ ମୁକ୍ତି ମିଳିବ। ଏହା ସହିତ ବିବାହର ଯୁଗ ମଧ୍ୟ ସୃଷ୍ଟି ହେବ। ଯାନବାହନ ଆଉ ସମ୍ପତ୍ତି କିଣିବାର ସୁଯୋଗ ଏହା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି କରିବେ। ତାହେଲେ ଯଦି ଆପଣଙ୍କର ଏହି ବିଛା ରାଶିଟି ହୋଇଥାଏ ତେବେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ମକର ରାଶି। ଏହି ମକର ସଂକ୍ରାନ୍ତି ଠାରୁ ମହାଲକ୍ଷ୍ମୀ ରାଜଯୁଗ ପ୍ରଭାବରୁ ଏମାନେ ମାଟିକୁ ଛୁଇଁଲେ ମଧ୍ୟ ସୁନା ପାଲଟିଯିବ। କାହିଁକିନା ଏମାନଙ୍କ ରାଶିରେ ସୂର୍ଯ୍ୟଦେବଙ୍କର ଗୋଚର ହେବ। ଏମାନଙ୍କ ରାଶିରେ ଏହି ରାଜଯୁଗ ସୃଷ୍ଟି ହେବ। ଏମାନଙ୍କ ଆୟରେ ବୃଦ୍ଧି ଘଟିବ। ଖର୍ଚ୍ଚ ମଧ୍ୟ ଏମାନଙ୍କର କମିଯିବ। ସମାଜରେ ମଧ୍ୟ ମାନ ସମ୍ମାନ ଏବଂ ପ୍ରତିଷ୍ଠା ଏମାନଙ୍କୁ ପ୍ରାପ୍ତି ହେବ। ଲୋକପ୍ରିୟତା ବଢ଼ିବ। କର୍ମକ୍ଷେତ୍ରରେ ଏମାନଙ୍କୁ ବହୁତ ବଡ଼ ସଫଳତା ଗୁଡ଼ିକ ପ୍ରାପ୍ତି ହେବ। ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କୁ ମଧ୍ୟ କିଛି ବଡ଼ ଖୁସିର ଖବର ପ୍ରାପ୍ତି ହୋଇପାରେ। ନୂତନ ଚାକିରି ମିଳିବାର ସମ୍ଭାବନା ମଧ୍ୟ ବନିବ। ବିଭିନ୍ନ ଦିଗ ଗୁଡ଼ିକରୁ ଆପଣଙ୍କ ପାଖକୁ ଅର୍ଥ ମଧ୍ୟ ଆସିବ। ବଡ଼ ଭାଇ ଏବଂ ଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଭ୍ରମଣର ସୁଖ ପ୍ରାପ୍ତି ହେବ। ଗୃହରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ। ବିବାହର ଯୁଗ ମଧ୍ୟ ସୃଷ୍ଟି ହେବ। ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି ଆଉ ପ୍ରଗତି କରିବେ। ନୂତନ ପାର୍ଟନର ଆପଣଙ୍କ ଜୀବନରେ ଆସିପାରନ୍ତି। ବେପାର ବାଣିଜ୍ୟ କ୍ଷେତ୍ର ଗୁଡ଼ିକରେ ବହୁତ ବଡ଼ ଇନକମ୍ର ସୋର୍ସ କିମ୍ବା ଆପଣ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଏକ୍ସଟ୍ରା ଇନକମ୍ କରିବା ପାଇଁ ଆପଣ ଭାବିପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ବିଦେଶ ଯିବାର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। କିଛି ଭୂମି ପ୍ରପର୍ଟି ଜମି ନୂତନ ଯାନବାହନ କ୍ରୟ କରିପାରନ୍ତି। ନୂତନ ଘର ନିର୍ମାଣ କରିପାରନ୍ତି। ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକରୁ ଆପଣଙ୍କୁ ମୁକ୍ତି ମିଳିଯିବ। ତେବେ ଆପଣଙ୍କର ଯଦି ଏହି ମକର ରାଶିଟି ହୋଇଥାଏ ତାହେଲେ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ମେଷ ରାଶି। ଏହି ମକର ସଂକ୍ରାନ୍ତି ପରେ ମହାଲକ୍ଷ୍ମୀ ରାଜଯୁଗର ପ୍ରଭାବରୁ ଆପଣ ସୌଭାଗ୍ୟଶାଳୀ ଅନୁଭବ କରିବେ। କାହିଁକିନା ଆପଣଙ୍କ ରାଶିରେ ଦଶମ ଭାବରେ ସୂର୍ଯ୍ୟଙ୍କର ଗୋଚର ହେବ, ଯାହାଫଳରେ ଆପଣଙ୍କ କ୍ୟାରିୟରରେ ଆପଣଙ୍କୁ ବଡ଼ ସଫଳତା ପ୍ରାପ୍ତି ହେବ। ନୂତନ କର୍ମ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣ ଟ୍ରାନ୍ସଫର ହେବା ସହିତ କୌଣସି MNC କମ୍ପାନୀର ଜବ୍ ଅଫର ଗୁଡ଼ିକ ମଧ୍ୟ ଆସିବାକୁ ଲାଗିବ। ଆପଣଙ୍କର ହଠାତ୍ ପ୍ରମୋସନର ଯୁଗ ବନିବ। ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବ। ବିଭିନ୍ନ ଦିଗ ଗୁଡ଼ିକରୁ ଆପଣଙ୍କ ପାଖକୁ ଅର୍ଥ ଆସିବ। କିଛି ଭୂମି ଜମି ପ୍ରପର୍ଟି କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ଦୂରଯାତ୍ରା ଦ୍ୱାରା ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଲାଭ ମଧ୍ୟ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢ଼ିବ। ଲୋକପ୍ରିୟତା ବଢ଼ିବ। ପ୍ରେମ ଜୀବନକୁ ନେଇ ଆପଣ ସୁଖମୟ ସମୟ ଅତିବାହିତ କରିବାକୁ ଲାଗିବେ। ଶିକ୍ଷା କ୍ଷେତ୍ରକୁ ନେଇକି ଉନ୍ନତି ଆଉ ପ୍ରଗତି କରିବେ। ବିବାହ ହେବାର ସମ୍ଭାବନା ବନିବ। କିଛି ବଡ଼ କାର୍ଯ୍ୟ ଗୁଡ଼ିକର ଆରମ୍ଭ କରିପାରନ୍ତି। ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିପାରନ୍ତି। ବେପାର ବାଣିଜ୍ୟରେ ଉନ୍ନତି ପ୍ରଗତି ମଧ୍ୟ କରିପାରନ୍ତି। ଫାଇନାନ୍ସିଆଲ ଗ୍ରୋଥ ଆପଣଙ୍କର ହେବ। ଡେଲି ଇନକମ୍ ମଧ୍ୟ ଆପଣଙ୍କର ବଢ଼ିବ। ମହାଲକ୍ଷ୍ମୀ ରାଜଯୁଗ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ପ୍ରଚୁର ଧନ କମାଇବାର ବାଟ ଖୋଲିବ। ଆପଣଙ୍କର ମେଷ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ
ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ମୀନ ରାଶି। ଏହି ମକର ସଂକ୍ରାନ୍ତି ଠାରୁ ଏହି ମହାଲକ୍ଷ୍ମୀ ରାଜଯୁଗ ପ୍ରଭାବରୁ ଆକସ୍ମିକ ଧନ ପ୍ରାପ୍ତି କରାଇବା ପାଇଁ ସୁଯୋଗ ସୃଷ୍ଟି କରିବ। ସୂର୍ଯ୍ୟ ଆପଣଙ୍କର ଆୟ ବା ଆପଣଙ୍କର ଇନକମ୍ ଭାବରେ ଗୋଚର କରିବେ। ପୂର୍ବ ଅପେକ୍ଷା ଆପଣଙ୍କର ଆୟ ସେଥିରେ ବୃଦ୍ଧି ଘଟିବ। ଆକସ୍ମିକ ଧନ ପ୍ରାପ୍ତି ହେବାର ଯୋଗ ସୃଷ୍ଟି ହେବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। ସମସ୍ତ କମ୍ପିଟେଟିଭ୍ ଏକ୍ଜାମ ଏବଂ ସରକାରୀ ପରୀକ୍ଷାରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଧନ କମାଇବାର ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ଏହି ମକର ସଂକ୍ରାନ୍ତି ପରେ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ସାଥ ଦେବ। କିଛି ନୂଆ କାର୍ଯ୍ୟ ବା ନୂତନ ବଡ଼ କାର୍ଯ୍ୟ ଗୁଡ଼ିକ ଆରମ୍ଭ ଆପଣ କରିପାରନ୍ତି। କିଛି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି। ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଆଉ ପ୍ରଗତି କରିବା ସହିତ ପ୍ରମୋସନ୍ କରିବାର ଯୋଗ ମଧ୍ୟ ସୃଷ୍ଟି ହେବ। ନୂଆ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ। କିଛି ଭୂମି ଜମି ପ୍ରପର୍ଟି କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ଦୂର ଯାତ୍ରାକୁ ଯାତ୍ରା କରିପାରନ୍ତି କିମ୍ବା କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ ଶୁଭ ଆଉ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ। ବିବାହର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ମୀନ ରାଶି ହୋଇଥିଲେ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ।